ସବୁଠାରୁ ବଡ଼ କ୍ଷତି ହେଉଛି ଜଣେ କମ୍ ବୟସରେ ଦେହତ୍ୟାଗ କରିଛନ୍ତି। ସେ କଂଗ୍ରେସର ନିଶ୍ଚିତ ଭାବରେ ଗୋଟେ ବଡ଼ ଆସେଟ୍ ଥିଲେ ଏବଂ ଯୁବକମାନଙ୍କର ମଧ୍ୟ ନେତୃତ୍ୱ ନେଉଥିଲେ ଏବଂ ସାରା ଓଡ଼ିଶାରେ ବିଭିନ୍ନ ଜାଗାରେ ତାଙ୍କର ସଂଗଠନ ମଧ୍ୟ ଥିଲା ଏବଂ ତାଙ୍କର ଦକ୍ଷତା ଥିଲା। ସେଭଳି ଜଣେ ଯୁବ ନେତା ଚାଲିଯିବା କଂଗ୍ରେସ ଦଳ ପାଇଁ ଏକ କ୍ଷତି ଏବଂ ଓଡ଼ିଶାର ରାଜନୀତିରେ ଏକ ଶୂନ୍ୟସ୍ଥାନ ମଧ୍ୟ ସୃଷ୍ଟି ହୋଇଛି। ନିଶ୍ଚିତ ଭାବରେ କଂଗ୍ରେସର ସେ ଗୋଟେ ଆସେଟ୍ ଥିଲେ। କଂଗ୍ରେସର ଜଣେ ଦୃଢ଼ ସଂଗଠକ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ଦେହାବସାନ ପରେ ନିଶ୍ଚିତ ଭାବରେ କଂଗ୍ରେସର ଗୋଟେ ବଡ଼ କ୍ଷତି ହୋଇଛି। ଏହି ସମୟରେ ସେ ଆଲୋଚନା କରାଯାଇନପାରେ, ଯେହେତୁ ସେ ଚାଲିଗଲେଣି। ଆମେ କେବଳ ଏତିକି ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛୁ ଏବଂ ଏଇଟା ନିଶ୍ଚିତ ଭାବରେ କଂଗ୍ରେସ ପାଇଁ ଗୋଟେ କ୍ଷତି ଏବଂ ସାରା ଓଡ଼ିଶାରେ ରାଜନୀତିରେ ଗୋଟେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କର ଆତ୍ମାର ସଦ୍ଗତି ପାଇଁ ଆମେ ପ୍ରାର୍ଥନା କରୁଛୁ ଏବଂ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛୁ।